ଦେଖନ୍ତୁ ଗଣତନ୍ତ୍ରରେ ବିରୋଧୀ ଦଳର ଗୋଟେ ଭୂମିକା ଅଛି। ସରକାରକୁ ସଚେତନ କରିବା, ଜନସ୍ୱାର୍ଥର କଥାକୁ ସରକାରଙ୍କୁ ମନେ ପକେଇବା। କିନ୍ତୁ ଓଡ଼ିଶାରେ ବିରୋଧୀ ଦଳଟା ଓଲଟା କାମ କରୁଛି, କାରଣ ଦୀର୍ଘ ଦିନ ଶାସନ ଦାୟିତ୍ୱରେ ରହି ତାଙ୍କର ସେ ନିଶା ଓହ୍ଲେଇ ନାହିଁ। ତେଣୁ ଯେତେବେଳେ ଓଡ଼ିଶା ସରକାର ଯୋଉଟା ଲୋକଙ୍କ ଦ୍ୱାରା ନିର୍ବାଚିତ ଲୋକଙ୍କର ସରକାର, ସେ ଯେତେବେଳେ ସାଧାରଣ ଜନତା ଗରିବ ଜନତାଙ୍କ ପାଇଁ କୌଣସି ହିତ କାର୍ଯ୍ୟ କରୁଛନ୍ତି, ସେଥିରେ ତାଙ୍କର ପେଟ ବଥା ହଉଛି। ଯେ 5 କିଲୋ ଗତକାଲି ଆରମ୍ଭ ହେଲା ଯେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଆଉ 5 କିଲୋ ଅଧିକ ଦେବ, ସେ ଗରିବ ଲୋକଙ୍କୁ ନିଶ୍ଚିତ ଭାବରେ ସେଥିରେ ରିଲିଫ ମିଳିବ, ଗରିବ ଲୋକଙ୍କୁ ଆଉ ଟିକେ ସାହାଯ୍ୟ ହବ। 5 କିଲୋ ପାଉଥିଲେ ଏବେ 10 କିଲୋ ପାଇବେ। ଯେ ତାଙ୍କର ଅନ୍ନ ସୁରକ୍ଷାକୁ ଆହୁରି ବଢେଇବ। ଯେତେବେଳେ ଆଜି ପୁରା ଦୁନିଆ ଯୁଦ୍ଧ ଆଶଙ୍କାରେ ମଣ୍ଡି ଅବସ୍ଥାରେ ଅଛି, ସେ ସମୟରେ ଓଡ଼ିଶା ସରକାରଙ୍କର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଗରିବ ମାନଙ୍କର ଆତ୍ମବିଶ୍ୱାସକୁ ବଢଉଛି, ଗରିବ ମାନଙ୍କର ସାଧାରଣ ଲୋକର ତାର କ୍ୟାପାସିଟିକୁ ବଢଉଛି। ସୁଭଦ୍ରା ଯୋଜନାରେ ତା ପାଖରେ ଆର୍ଥିକ କ୍ଷମତାକୁ ବଢଉଛି। ଗରିବ ଲୋକଙ୍କର ଯେତେବେଳେ ଆର୍ଥିକ କ୍ଷମତା ବଢୁଛି, ତାଙ୍କର ଯେତେବେଳେ ସିକ୍ୟୁରିଟି ବଢୁଛି, ଫୁଡ ସିକ୍ୟୁରିଟି ବଢୁଛି, ସେତେବେଳେ ବିଜୁ ଜନତା ଦଳର ପେଟରେ ବଥା ହଉଛି। ଏବଂ ଗୋଟେ ଅବାନ୍ତର କଥା କହୁଛନ୍ତି। ବିରୋଧୀ ଦଳର ବିରୋଧ କରିବାର ଗୋଟେ ସୀମା ଅଛି ଏବଂ ସିଏ କୋଉଠି ବିରୋଧ କରିବେ ଜାଣି ପାରୁନାହାନ୍ତି। ମୁଁ ପୂର୍ବରୁ ବିଧାନସଭାରେ ବି କହିଥିଲି, ବିରୋଧୀ ଦଳକୁ ଥରେ ଟ୍ୟୁସନ ହବା କଥା ଯେ ବିରୋଧ କେମିତି କରାଯାଏ, କୋଉ ବିଷୟରେ କରାଯାଏ। କାରଣ ଦୀର୍ଘ ଦିନ ଶାସନରେ ରହିଲା ପରେ ବିରୋଧୀ ଦଳର ଭୂମିକା କଣ ତାଙ୍କ ପାଖରେ ସ୍ପଷ୍ଟତା ନାହିଁ।